ପିଲାମାନେ ତୁମ ମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆମେ ଅଷ୍ଟମ ଶ୍ରେଣୀର ଯେଉଁ ଅର୍ଦ୍ଧବାର୍ଷିକ ପରୀକ୍ଷା ଦେଲେ ହାପି ଇୟର୍ଲି ଏକ୍ଜାମିନେସନ୍ ତାର ତମେ କ'ଣ ଆନ୍ସର କରିଛ, ତୁମର କେତେ ରହିବ ପରୀକ୍ଷାରେ, ତାହାର ଆମେ କ୍ୱେଶ୍ଚିନ୍ ଆନ୍ସର ଆଲୋଚନା କରିବା। ତୁମେମାନେ ନିଜେ ନିଜେ କ'ଣ କରିଛ ସେଇ ଅନୁସାରେ ତୁମର କେତେ ମାର୍କ ରହିବ ତୁମେମାନେ ଦେଖିନିଅ। ତାହେଲେ ଚାଲ 1 ନମ୍ବର କ'ଣ ଅଛି ଦେଖିବା। ସଂସ୍କୃତେନ ଉତ୍ତରମ୍ କୁରୁତ। ସଂସ୍କୃତରେ ପିଲାମାନେ ଉତ୍ତର କରିବ। ତୁମେ ଯଦି ଲେଖିପାରିବ ସଂସ୍କୃତ ଭାଷା ଓଡ଼ିଆ ଅକ୍ଷର କରିପାରିବ, ନହେଲେ ଦେବନାଗରୀ ଲିପିରେ ମଧ୍ୟ ଲେଖିପାରିବ। ତାହେଲେ କରେ ଦେଇଛି, ପ୍ରଥମେ ଦେଖ କେତେ ମାର୍କ ଅଛି। ମାର୍କ ଅଛି ଆମର 1 ନମ୍ବର ଲେଖାଏ ଅଛି, 10ଟି ଦେଇଛି, 10 ମାର୍କ। ତାହେଲେ ସଂସ୍କୃତେନ ଉତ୍ତରମ୍ କୁରୁତ କରେ ଅଛି କଥମ୍ ଅରଣ୍ୟ କ୍ଷେତ୍ରାଣୀ ବିନଷ୍ଟାନି ଭବନ୍ତି। ଉତ୍ତର କ'ଣ ହବ? ଶିଳ୍ପାଗାର ସ୍ଥାପନାର୍ଥମ୍। ବୁଝିପାରିଲ? ଶିଳ୍ପାଗାର ସ୍ଥାପନାର୍ଥମ୍। ଖ ଶିକ୍ଷକः କୃଷ୍ଣଫଳକେ କାନ୍ ଲିଖିତବାନ୍। ଶିକ୍ଷକः କୃଷ୍ଣଫଳକେ ପ୍ରଶ୍ନାନ୍ ଲିଖିତବାନ୍। ଗ ଦେଖ ରାଜଗୁରଃ ଆହ୍ୱାନେନ କା ମିଳିତା। ଉତ୍ତର ହବ ପାଇକ ଜାତି। କୃଷକସ୍ୟ ଶ୍ରମଃ କସ୍ୟାଃ ମୂଳମ୍। ଉତ୍ତର ହବ ଶ୍ୟାମଳତାୟାଃ ମୂଳମ୍। ଉଁ କଦା କୃଷିକାର୍ଯ୍ୟସ୍ୟ ଆରମ୍ଭଃ ଭବତି। ଉତ୍ତର ଅକ୍ଷୟ ତୃତୀୟାତଃ। च ଦେଖ ପଥିକଃ ମାର୍ଗେ କିମ୍ ଅପଶ୍ୟତ୍। ଏକମ୍ ବିଶାଳମ୍ ବୃକ୍ଷମ୍ ଅପଶ୍ୟତ୍। ଉତ୍ତର ହେଲା ଏକମ୍ ବିଶାଳମ୍ ବୃକ୍ଷମ୍। ଛ ଦେଖ ଗନ୍ଧମାର୍ଦ୍ଦନଃ ପରିମଳଗିରିଃ ଇତି କଃ ଲିଖିତବାନ୍। ହୁଏଙ୍ଗସାଂ। ହେଲା ଚୀନ ପରିବ୍ରାଜକ ହୁଏଙ୍ଗସାଂ। ପର୍ଯ୍ୟଟକାଃ ବିହାର ଯାତ୍ରାର୍ଥମ୍ କୁତ୍ର ଆଗଚ୍ଛନ୍ତି। ହରିଶଙ୍କର ମନ୍ଦିରମ୍ ପ୍ରତି। ହେଲା ପର୍ଯ୍ୟଟକାଃ ବିହାର ଯାତ୍ରାର୍ଥମ୍ ହରିଶଙ୍କର ମନ୍ଦିରମ୍ ପ୍ରତି ଆଗଚ୍ଛନ୍ତି। ଗୋପାଳଃ କସ୍ୟ ସମୀପମ୍ ଗତବାନ୍। ଗୋପାଳଃ ଶିକ୍ଷକସ୍ୟ ସମୀପମ୍ ଗତବାନ୍। ରାଉରକେଲା କା ଇତି ପରିଚିତା। ରାଉରକେଲା ଇସ୍ପାତ ନଗରୀ ବା କଳା ନଗରୀ ଇତି ପରିଚିତା। 2 ନମ୍ବର ଦେଖ ମାତୃଭାଷୟା ଅନୁବାଦମ୍ କୁରୁତ। ମାତୃଭାଷାରେ ଅନୁବାଦ କର। ମାତା ସାନନ୍ଦମ୍ ପୁତ୍ରମ୍ ମନୋଜମ୍ ଆଲିଙ୍ଗତି। ମା ଆନନ୍ଦର ସହିତ ପୁଅ ମନୋଜକୁ ଆଲିଙ୍ଗନ କରିଛନ୍ତି। ସର୍ବେ ଚିରକାଳମ୍ ତ୍ୱାମ୍ ସ୍ମରିଷ୍ୟନ୍ତି। ସମସ୍ତେ ସବୁଦିନ ପାଇଁ ତୁମକୁ ସ୍ମରଣ ରଖିବେ। ଜୟତୁ କୃଷକଃ ଜୟତୁ ସୈନିକଃ। କୃଷକର ଜୟ ହେଉ, ସୈନିକର ଜୟ ହେଉ। ପଥିକଃ ବହୁବାରମ୍ ପୃଷ୍ଟବାନ୍। ପଥିକଟି ବାରମ୍ବାର ପଚାରିଥିଲେ। ଜନାଃ ଅସ୍ୟାଃ ନଦ୍ୟାଃ ଜଳମ୍ ନୀତ୍ୱା କୃଷିମ୍ କୁର୍ବନ୍ତି। ଲୋକମାନେ ଏହି ନଦୀରୁ ଜଳ ନେଇ କୃଷି କରନ୍ତି। ପିଲାମାନେ 1 ନମ୍ବର ଲେଖାଏ ଅଛି, ତେଣୁ 1 ନମ୍ବର ଲେଖାଏ ତୁମର କେତେଟା ଠିକ ହଉଛି ଦେଖ। ଶୂନ୍ୟ ସ୍ଥାନ ପୂରଣ କର। ଶିଳ୍ପଗାର ସ୍ଥାପନାର୍ଥମ୍ ଡ୍ୟାସ୍ ବିନଷ୍ଟାନି ଭବନ୍ତି। ଅରଣ୍ୟ କ୍ଷେତ୍ରାଣୀ। ଖ ଦେଖ ଡ୍ୟାସ୍ ସର୍ବେ ଅସ୍ୟାଃ ଦାୟାଦାଃ। ବୟମ୍ ସର୍ବେ ଅସ୍ୟାଃ ଦାୟାଦାଃ। ଗ ଅତଃ ଡ୍ୟାସ୍ କୃଷକାୟ ନମଃ। ତସ୍ମୈ କୃଷକାୟ ନମଃ। ହେଲା ବିଶାଳମ୍ ବୃକ୍ଷମ୍। ଅତ୍ର ନାନାବିଧାଃ ପଶୁପକ୍ଷିଣଃ ନିବସନ୍ତି। ବୁଝେଇଗଲା? 1 ନମ୍ବର ଲେଖାଏ କେତେଟା ଠିକ ହଉଛି ତୁମର ଦିଅ। ଏବେ ଶୁଦ୍ଧ ପଦମ୍ ରଚୟତ। ସୁକ୍ଷୀରତଃ କ'ଣ ହବ ପିଲାମାନେ? ସୁରକ୍ଷିତଃ। କାଳେ ଶୀତ ଶୀତକାଳେ। ତଳଟା ଦେଖ ଗନ୍ଧମାର୍ଦ୍ଦନଃ। ଏଇଟା କୃଗୋଳଷ୍ଣଃ ପା ଗୋପାଳ କୃଷ୍ଣଃ। ଥିପକଃ ପଥିକଃ। ତାହେଲେ 5 ନମ୍ବର ଅଛି। 1 ନମ୍ବର ଲେଖାଏ ଦିଅ ତା ଦେହରେ। 5 ନମ୍ବର ପ୍ରଶ୍ନ ଦେଖ। ଜଏଣ୍ଟ କରିବା, ସ୍ତମ୍ଭ ମିଳନ କରିବା। କ'ଣ ହବ? ତସ୍ମୈ ଦେବାୟ। ହେଲା ତସ୍ମୈ କୋଉଟା ହବ? ଦେବାୟ।
मंदिरम परितः ହେଲା मार्गम उभयतः अनेकाः लताः मुदम नयन्ति। କାହାର କେତେଟା ଠିକ ହେଲା ସେଇ ଅନୁସାରେ ମାର୍କ ଦିଅ। ଏବେ ଦେଖ रेखांकित पदस्य संशोधनम कुरुत पुत्राः पुनः पृच्छति पुत्राः अछि पिला माने सेटा हबो पुत्रः एक वचन रे जुयम परीक्षार्थम प्रस्तुतः जुयम परीक्षार्थम प्रस्तुतः हैला मया शिक्षा देश रक्षा कोन मम शिक्षा देश रक्षा पर्वतस्य निकषा महाविद्यालय अस्ति कोन हबो सेटा पर्वतम निकषा अत्र विभिन्नाः भाषाभाषी जनाः निवसति अछि कोन हिजिबो निवसन्ति। एबे वाक्यानि रचय वाक्य रचना कर वयम अछि कोन लिखिबा वयम सर्वे भारतीयाः भवति भवति कोन बो अद्य वृष्टि ही भवति आज वर्षा होउची ददाति ददाति कोन दान करिबा ताले माता दरिद्राय धनम ददाति परितः विद्यालय परितः माने चारिपटे विद्यालयम परितः प्राचीरम शोभते नीत्वा नीत्वा माने नेई जलम नीत्वा वृक्षे प्रदानम कुरु हैला जलम नीत्वा वृक्षे प्रदानम कुरु। एबे 8 नंबर देख संस्कृतेन अनुवादम कुरुत आर संस्कृत रे अनुवाद करिवा माँ आनंद रे पुओ को आलिंगन करुछि ताले माता सानंदम पुत्रम आलिंगति समस्ते चिरकाल पई तांकु स्मरण करंती पिला माने ऊपर गुडी को अछि सर्वे चिरकालम तम स्मरंती कृषक हल द्वारा भूमि की चाष करुछि कृषक हलेन भूमिम कर्षति भक्त माने देवता को प्रणाम करुछंती भक्ताः देवान प्रणमंती एठारे एक पुण्य क्षेत्र अछि अत्र एकम पुण्य क्षेत्रम अस्ति ହେଲା ପିଲାମାନେ ତାହେଲେ ଆମେ କଣ ଆଲୋଚନା କଲେ ପ୍ରଶ୍ନ ଉତ୍ତର। ଏବେ ତୁମର କାହାର କେତେ ରହୁଛି ତୁମେ ନିଜେ ଦେଖିନିଅ ପରବର୍ତ୍ତୀ ସମୟରେ ଆମେ ଖାତା ଦେଖିବା ଏବଂ ତମର ଉତ୍ତର ଏହା ସହିତ ଠିକ ଅଛି କି ନାହିଁ ଠିକ ମାର୍କ ଅଛି କି ନାହିଁ ମଧ୍ୟ ଦେଖିବା। ତାହେଲେ ସମସ୍ତଙ୍କୁ ଧନ୍ୟବାଦ ଏଇଠି ଆମେ ରଖିବା ବୁଝିପାରିଲ ତାପରେ ଆଗକୁ ମଧ୍ୟ କିଭଳି ଆମର ଅଧିକ ଭଲ ହବ ପାଠ ସେଥିପ୍ରତି ଯତ୍ନବାନ ହବା। ଧନ୍ୟବାଦ ପିଲାମାନେ।